ମନ୍ଥା ବାତ୍ୟା ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶରେ ସତର୍କ ସଂକେତ। ନମସ୍କାର ଦର୍ଶକ ବନ୍ଧୁ, ପୋଷ୍ଟାଲ ନ୍ୟୁଜ ଓଡ଼ିଆକୁ ସ୍ୱାଗତ। ଆପଣମାନେ ଯଦି ଏପର୍ଯ୍ୟନ୍ତ ଆମକୁ ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆମେ ଓଡ଼ିଶାର ପ୍ରତିଟି ସମାଚାର ଆପଣଙ୍କ ସମ୍ମୁଖରେ ପ୍ରସ୍ତୁତ କରିପାରିବୁ। ଆଜିର ମୁଖ୍ୟ ଖବର, ମନ୍ଥା ବାତ୍ୟା ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶରେ ସତର୍କ ସଂକେତ। ଅପେକ୍ଷିତ ଭାବେ ବଙ୍ଗୋପସାଗରରେ ଗଠିତ ନିମ୍ନଚାପ ଘନୀଭୂତ ହୋଇ ଏବେ ଏକ ଗଭୀର ନିମ୍ନଚାପ ଓ ବାତ୍ୟା ମନ୍ଥା ରୂପେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ IMD ଏହାକୁ ବେଶୀ ସତର୍କତା ସହ ନଜର ରଖିଛି। ବାତ୍ୟାର ଗତି ଓ ସ୍ଥାନ। ମନ୍ଥା ବାତ୍ୟା ଏବେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ଏବଂ ଆଗାମୀ 36 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶର ଉପକୂଳରେ ପହଞ୍ଚିବାର ଅନୁମାନ ରହିଛି। ଏହାର ପ୍ରଭାବ ସବୁଠୁ ଅଧିକ ଦେଖାଇବ ଗଞ୍ଜାମ, ଗୋପାଳପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ। ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଳମ ଓ ବିଶାଖାପଟ୍ଟନମ ଉପକୂଳ ଅଞ୍ଚଳରେ ମଧ୍ୟ ଜୋର ବାତ୍ୟା ସହ ବର୍ଷା ହେବା ଅନୁମାନ ରହିଛି। ବର୍ଷା ଓ ବାତ୍ୟାର ପ୍ରଭାବ। IMD ଅନୁସାରେ 29 ଓ 30 ତାରିଖ ମଧ୍ୟରେ ଭୟଙ୍କର ବର୍ଷା ଓ ବେଗବାନ ପବନ ଚାଲିପାରେ। ପବନ ଗତି 70ରୁ 90 କିଲୋମିଟର ପର୍ଯ୍ୟନ୍ତ ପ୍ରତି ଘଣ୍ଟା ହୋଇପାରେ। ସମୁଦ୍ର ତୀବ୍ର ରୂପ ନେଇଛି ଓ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଇବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନ ତତ୍ପରତା। ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳଙ୍କୁ ତତ୍ପର ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। NDRF ଓ ଓଡ୍ରାଫ୍ ଗୁଡ଼ିକୁ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ମୁତୟନ କରାଯାଇଛି। ଗୋପାଳପୁର ଓ ବନ୍ଦରକୁ ସତର୍କ ସଂକେତ ନମ୍ବର 3 ଜାରି କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ପରାମର୍ଶ। ଲୋକମାନେ IMD ବିଭାଗର ନିର୍ଦ୍ଦେଶ ମାନି ଅନାବଶ୍ୟକ ଯାତ୍ରା ନ କରିବା ସହିତ ବିଦ୍ୟୁତ ଖୁଣ୍ଟି, ଗଛ ତଳେ ନ ରହିବା ଏବଂ ଗ୍ରାମ ଅଞ୍ଚଳରେ ବିଶେଷ ସତର୍କ ରହିବା ପାଇଁ କୁହାଯାଇଛି। ବିଶେଷ ସହାୟତା ପାଇଁ ସରକାରୀ ସହାୟତା ସଂଖ୍ୟା 1077 ଓ 1,55,333ରେ ସମ୍ପର୍କ କରିପାରିବେ। କୃଷି ଓ ଜୀବିକାରେ ପ୍ରଭାବ। ମନ୍ଥା ବାତ୍ୟାର ପ୍ରଭାବ ଫଳରେ ଧାନ ଫସଲ ଓ ପନିପରିବା ଚାଷରେ ଅଧିକ କ୍ଷତି ହୋଇପାରେ। କୃଷକମାନେ ନିଜ ଫସଲକୁ ସୁରକ୍ଷିତ କରିବା ପାଇଁ ପ୍ଲାଷ୍ଟିକ ଆବରଣ ଓ ଜଳ ନିଷ୍କାସନ ବ୍ୟବସ୍ଥା କରି ରଖିବାକୁ କୃଷି ବିଭାଗ ପରାମର୍ଶ ଦେଇଛି। ଇତିହାସ ଓ ପୂର୍ବ ଅନୁଭବ ଅନୁଯାୟୀ ପୂର୍ବରୁ ଫନି, ଯାସ ଓ ଟିଟୋରୀ ଭଳି ବାତ୍ୟା ଓଡ଼ିଶାକୁ ବିପର୍ଯ୍ୟସ୍ତ କରିଥିଲା। ସେହି ଅନୁଭବ ଆଧାରରେ ଏବେ ସରକାର ଅଧିକ ସତର୍କ ଓ ପ୍ରସ୍ତୁତ ଅଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ସମୁଦ୍ର ତଟ ଅଞ୍ଚଳରେ ଆଗାମୀ ପରିସ୍ଥିତି। ପୁରୀ, ଚନ୍ଦ୍ରଭାଗା, ଗୋପାଳପୁର ଓ ସମୁଦ୍ର ତଟରେ ତୀବ୍ର ତରଙ୍ଗ ଓ ବନ୍ୟା ସଦୃଶ ପରିସ୍ଥିତି ହେବା ଅନୁମାନ ରହିଛି। ସ୍ଥାନୀୟ ପ୍ରଶାସନ ସମୁଦ୍ର ତଟରେ ଭ୍ରମଣ ନିଷିଦ୍ଧ କରିଛି। ଦର୍ଶକଙ୍କ ପାଇଁ ଅନୁରୋଧ। ଦର୍ଶକ ବନ୍ଧୁ, ମନ୍ଥା ବାତ୍ୟା ଗୁରୁତର ହୋଇପାରେ, ତେଣୁ ସତର୍କ ରହନ୍ତୁ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ତଥା ସରକାରୀ ସୂଚନାରେ ଭରସା କରନ୍ତୁ। ଶେଷ ସନ୍ଦେଶ। ଆମେ ନିରନ୍ତର ମନ୍ଥା ବାତ୍ୟା ସମ୍ପର୍କିତ ନବୀନତମ ଆପଣଙ୍କ ପାଖକୁ ଆଣିବୁ। ତେଣୁ ଦୟାକରି କୋଷ୍ଟାଲ ନ୍ୟୁଜ ଓଡ଼ିଆକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ ଓ ବେଲ୍ଟି ଦବାନ୍ତୁ, ଯାହାଦ୍ୱାରା ନୂଆ ଭିଡ଼ିଓ ଆସିଲେ ଅଧିକ ସୂଚନା ପାଇପାରିବେ। କୋଷ୍ଟାଲ ନ୍ୟୁଜ ଓଡ଼ିଆ, ଓଡ଼ିଶାର ସ୍ୱର, ଜନତାର ସମାଚାର। ଉପକୂଳ ସମାଚାର। ବନ୍ଦେ ଉତ୍କଳ ଜନନୀ।